जय जगन्नाथ बंधुगण। आज हूँ देवस्नान पूर्णिमा। आज पवित्र तिथि रे महाप्रभु प्राण पुरुषोत्तम जगतर नाथ जगन्नाथ चरणार बिंदरे अनंत कोटि प्रणाम। आज महाप्रभु विजे करिवे स्नान वेदी रे, स्नान करिवे कोटि जनता आगरे। आज तांकर जन्म उत्सव। एही दिन राजा इंद्रद्युम्न ब्रह्मा द्वारा श्रीजीव मानकर प्रतिष्ठा करथिले। सुना कूअरु मंत्रपुत होई आसिब 108 गरा अधिवास जल। स्नान परे प्रभु हेबे गजानन वेश, काहींकिना से परा भक्तर बांधव। भक्त पाई तांकर एही हाथी वेश। तापरे प्रभुଙ୍କୁ हेब जर, अणसघर घरे रहिबे 15 दिन। एही पवित्र स्नान पूर्णमी अवसर रे आसंतु श्रवण करिबा जगन्नाथ महापुराण। एही पवित्र पुराण श्रवण कले मनुष्यर पुरातन पाप नष्ट हो जाए एवं मन पवित्र हो जाए। भक्तों को अंतिम समय रे वैकुंठ प्राप्ति हुए एवं प्रभु श्री जगन्नाथंकर कृपा आशीर्वाद प्राप्त होइथाए। जगन्नाथ पुराण ब्रह्मा द्वारा श्रीजीव को प्रतिष्ठा। जगन्नाथंकर एक सुंदर स्तुति सह आरंभ करिबा जगन्नाथ महापुराण। नमस्ते प्रभु जगन्नाथ, अनाथ जनकर नाथ। नमस्ते प्रभु वासुदेव, भक्त जनक बांधव। नमस्ते प्रभु ऋषिकेश, भक्त जनक विश्वास। नमस्ते प्रभु विश्वरूपी, सकल हृदय व्यापी। सृष्टि प्रलय अंत करु, ए सर्वगर्भ रे संभाळु। अशेष कोटि वसुंधरी, तोर हृदय छन्ति पुरी। 14 भुवन पाटणा, ए सर्व तोहरी रचना। तू ब्रह्मा रुद्र विष्णु तुही, तो बिनु अन्य गति नाही। सृष्टि जाहार खेल घर, अशेष माया जीव पार। तोहर निश्वास मरुत, देवे होइले तहु जात। तुहिटी देव अग्निन्द्र, नयनु जात सूर्य चंद्र। भुजरु अनंत मूरति, कंठरु जात सरस्वती। सदा चंचल निद्रा नाही, ए रूपे शून्य अक्षरहि। हेमंत शेष महिमा, के जानी पारे गुण सीमा। तो नाम करुथिले लय, कोटिए जन्म पाप क्षय। नाम घोषिले सर्वसिद्धि, खंडई रोग शोक व्याधि। आरत भंजन तो बाना, आतंक काले वज्र सेना। होइल 10 अवतार, नासिल मेदिनीर भार। दुष्ट निवारी संथ पाळु, तू नाथ परम दयाळु। तू अटु दरिद्रंक धन, तोते पूजन्ति ज्ञानी जन। सती युवतींकर मने, निजर स्वामी थांती जेने। सेही प्रकारे मोर मन, तोठारे रहु भगवान। हेमंत भावे कले स्तुति, प्रसन्न होइबे
ଏ ସ୍ତୁତି ଯେ ଜନ ଶୁଣନ୍ତି, ଯମତା ପାଶନ ମାଡ଼ନ୍ତି। ରାଜଦଣ୍ଡକୁ ନାହିଁ ଭୟ, ଐରୀ ମାନେ ଯାଆନ୍ତି କ୍ଷୟ। ଭୂତ ପିଶାଚ ପ୍ରେତ ଗଣ, କତିକି ନ ଆସନ୍ତି ପୁଣ। ଅଶୁଭ ସ୍ୱପନ ଦେଖିବ, କିୟ ବା ଗ୍ରହ ପୀଡ଼ା ଥିବ। ଏ ସ୍ତୁତି ଶ୍ରବଣେ ଶୁଣିଲେ, ହୁଅଇ ବାଞ୍ଛା ସିଦ୍ଧି ଭଲେ। ବଢ଼ଇ ଆୟୁ ବିଦ୍ୟା ଧନ, ଖଣ୍ଡଇ ସବୁ କ୍ଲେଶ ମାନ। ଗଙ୍ଗା ସହିତେ ସର୍ବତୀର୍ଥେ, ସ୍ନାନ କଲେ ଫଳ ଯେତେ। ଏ ସ୍ତୁତି ପଢ଼ି ସେତେ ଫଳ, ନମଇ ବିଷ୍ଣୁ ପାଦ ତଳ। ଏ ସ୍ତୁତି ହୋଇଲା ସମ୍ପୂର୍ଣ୍ଣ, ଶୁଣି ସନ୍ତୋଷ କର ମନ। ଶୁଣି ସନ୍ତୋଷ କର ମନ, ଶୁଣି ସନ୍ତୋଷ କର ମନ। ଶୁଣନ୍ତୁ ବିବୁଧ ଜନେ ରବି ସୁତ ଦ୍ୱାରେ, ଯାହା ଶ୍ରବଣରେ ପାପ ହଟିଯାଏ ଦୂରେ। ସାରା ବିଶ୍ୱର କରତା ଯେଉଁ ଜଗନ୍ନାଥ, ତାହାଙ୍କ ଚରିତ ଅଟେ ଅତ୍ୟନ୍ତ ପବିତ୍ର। ଥରେ ମାତ୍ର ସେ ନାମକୁ ଜପିଲେ ଅନ୍ତରେ, କୋଟି ପାପ ନାଶୀ ଜନେ ବସନ୍ତି ସ୍ୱର୍ଗରେ। ସେହି ଜଗନ୍ନାଥଙ୍କର ରଥ ସନ୍ନିଧାନେ, ପ୍ରବେଶ ହୋଇଲେ ବେଦ ବରତୋଷ ମନେ। ଦାରୁ ବିଗ୍ରହକୁ ନେତ୍ରେ କରି ଦର୍ଶନ, ରୋମାଞ୍ଚିତ ହେଲା ତାହାଙ୍କର ପଘନ। ତିନିବାର ପ୍ରଦକ୍ଷିଣ କରିଣ ଭକ୍ତିରେ, ସ୍ତୁତି ପଠନ କରିଲେ ଭାବ ଗଦ୍ଗଦରେ। ଜଗନ୍ନାଥଙ୍କର ପାଦେ ହୋଇ ପ୍ରଣିପାତ, ସ୍ତବ ଆରମ୍ଭି ବୋଇଲେ ହେ ବ୍ରହ୍ମାଣ୍ଡ ନାଥ। ଆପଣ ମୋହ ମଧ୍ୟରେ ଭିନ୍ନ ଭିନ୍ନ ନାହିଁ, ଏକ ଆତ୍ମା ଆମ୍ଭେ ବେନି ଅଟୁ ହେ ଗୋସାଇଁ। ମାତ୍ର ତବ ଆଦେଶରେ ହି ଚରାଚର, ସର୍ଜନା କରଇ ମୁହିଁ ଜୀବଙ୍କୁ ସତର। କିନ୍ତୁ ପାଳନ କରତା ଅଟନ୍ତି ଆପଣ, ତମ ଗୁଣେ ସଂହାରନ୍ତି ପାର୍ବତୀର ମଣ। ତବ ମାୟାରେ ଗ୍ରନ୍ଥିତ ଯେ ସକଳ ନର, ତୁମ୍ଭେ ହର୍ତ୍ତା ତୁମ୍ଭେ କର୍ତ୍ତା ତୁମ୍ଭେ ବିଶ୍ବେଶ୍ୱର। ଏହି ଜଗତର ଭାରୁ ମୁକ୍ତ ହେବା ପାଇ, ପୂର୍ବେ ତୁମ୍ଭ ଶ୍ରୀ ଛାମୁରେ କହିଥିଲି ମୁଇଁ।
ଆଜି ସେ କାମନା ମୋର କରନ୍ତୁ ପୂରଣ। आहे କୃପାନିଧି ପ୍ରଭୁ କମଳାର ମଣ। ଆପଣଙ୍କ ଲୀଳା ଭେଦେ କରାଇଣ ଭିନ୍ନ। ଅଜ୍ଞାନ ଅନ୍ଧକାରେ କରୁଅଛି ଲୀନ। ସେହିପରି କାରାଗୃହେ ବନ୍ଦୀ ହୁଏ ଜୀବ। ସେହି ପ୍ରକାରେ ମଣେ आहे ପଦ୍ମନାଭ। ଅଭୟ ପାଦ ପଦ୍ମରେ କରୁଛି ଜଣାଣ। ସେ କାରାରୁ ଶୀଘ୍ର ମୁକ୍ତି କରନ୍ତୁ ଆପଣ। ଅନ୍ତକାଳ ଭ୍ରମଣ କରି ଏ ସୃଷ୍ଟିରେ। କରିପାର ନାହିଁ ମୁକ୍ତି ଲାଭ ସୁଚିତରେ। ଯେଉଁ ସୃଷ୍ଟି କାର୍ଯ୍ୟ ପାଇଁ ଜାଣ ତୁମ୍ଭେ ମୋତେ। ସର୍ଜନା କରିଅଛନ୍ତି ପ୍ରଭୁ ଏ ଜଗତେ। ସେହିପରି କୋଟି କୋଟି ବ୍ରହ୍ମା ସର୍ଜିଛନ୍ତି। କୋଟି ବ୍ରହ୍ମାଣ୍ଡକୁ ମଧ୍ୟ ସର୍ଜିଣଛନ୍ତି। ସାର୍ଦ୍ଧ 3 କୋଟି ବେଦବରଙ୍କ ମଧ୍ୟରେ। ଯେତେ ଉଭାଅଛନ୍ତି ଆପଣଙ୍କ ସମ୍ମୁଖରେ। ମୋହ ପରି କୌଣସି ଭ୍ରମ ଆପଣଙ୍କ। ମହିମା ଜାଣନ୍ତି ନାହିଁ ଜାଣ ହେ ନାୟକ। ତେଣୁ ଆପଣଙ୍କୁ ମୋହି ଜାଣ ହେ ନାୟକ। ଅନନ୍ତ ମହିମା ପ୍ରଭୁ ଅଟଇ ତୁମ୍ଭର। ଏ ଜଗତ ରୂପ ଭବ ସାଗର ମଧ୍ୟରେ। ଯେତେ ଜୀବ ରହିଛନ୍ତି ଜାଣ ଭାବରେ। ତାହାଙ୍କୁ ପ୍ରସନ୍ନ ହୁଅ आहे ଦୟାମୟ। ଏତିକି ମାତର ମୋହି ମାଗଇ ଅଭୟ। କରୁଣା କଟାକ୍ଷେ ପ୍ରଭୁ ବାରେ ମାତ୍ର ଚାହିଁ। ପରିତ୍ରାଣ କରନ୍ତୁ ହେ ବ୍ରହ୍ମାଣ୍ଡ ଗୋସାଇଁ। ଏହି ପ୍ରକାରେ ସ୍ତବ ଜଗନ୍ନାଥ କରି। ବଳଭଦ୍ର ପାଶେ ଗଲେ ଦର୍ଶନ କରି। ପ୍ରଣାମ କରିଣ ଅନନ୍ତଙ୍କୁ ବାର ବାର। ବହୁବିଧ ସ୍ତବ କଲେ ତହିଁ ବେଦବର। ବୋଇଲେ ହେ ବଳଦେବ ବଳେ ବଳଦାନ। ତୁମ୍ଭ ପାଦ ପଦ୍ମ ତେଜ କରଇ ବନ୍ଧନ। ଏ 3 ଜଗତ ମଧ୍ୟେ ଦେଖୁଅଛି ମୋହି। ଜଗତ ତୁମ୍ଭ ମଧ୍ୟରେ ପ୍ରଭେଦଟି ନାହିଁ। ତେଣୁ ହେ ନାଥ ମୋ ପରେ ହୋଇଣ ପ୍ରସନ୍ନ। ସୁଦୟା କରନ୍ତୁ ବାରେ ରେବତୀ ରମଣ। ପରେ ଶ୍ରୀ ବିଷ୍ଣୁଙ୍କ ଶକ୍ତି ପାଶରେ ପ୍ରଣମୀ। ସୁଭଦ୍ରା ପାଶକୁ ଗଲେ ସାବିତ୍ରୀଙ୍କ ସ୍ୱାମୀ।
नाना प्रकारे स्तव सेठा बरे करी कहिले भद्रदायिनी हेतु तिनी पुरी सुभद्रा नामरे अट तुम्भे परिचित निखिल जगत माता अट जेनी सत एतिनी भुवने जेते नारी रूप अछि सकल तुम्भ मध्यरे निहित रहिछि जेतेक पुरुष रूप जान ए महिरे समुदाय अटन्ति जे प्रभु चक्र धरे विष्णुक मायारे सर्वे होइन मोहित एतिनि जगते हन्ति जे परिचालित आपण आम्भଙ୍କୁ ଯେଉଁ ଭାବରେ ଚଳାନ୍ତି ସେହି ନିର୍ଦ୍ଦେଶରେ ଆମ୍ଭେ ଚଳୁ ଏହି କ୍ଷିତି ଏହି ପ୍ରକାରେ ଧାତା କରି ଦର୍ଶନ ସଭିଙ୍କ ପାଶରେ କରି ଯେ ସ୍ତବ ପଠନ ଆନନ୍ଦ ମନରେ ତହୁଁ ଧାତା ଚଳିଗଲେ ଦେବତାଙ୍କ ସନ୍ନିଧିରେ ପ୍ରବେଶ ହୋଇଲେ महर्षि नारद आउ पद्मनिधि साथे इंद्रद्युम्न प्रदर्शित मार्गरे तुरिते श्रीनीलाचल धामकु करिले गमन ଏହା ପରେ ଯାହା ହେଲା କରିବି ଗାୟନ ବିଷ୍ଣୁ ମୂରତିଙ୍କୁ ଧାତା ଦର୍ଶନ କରି ମନରେ ଆନନ୍ଦ ହେଲେ ତୋଷ ହୋଇ କରି ଏଥୁ ଅନ୍ତେ ଆନ ଗାଥା ଶୁଣ ଦେଇ ମନ ଶ୍ରୀନୀଳାଚଳ ମହିମା ଅଟେ ଅକଥନ ମର୍ତ୍ତ୍ୟମଣ୍ଡଳରେ ଦେହ ଧରି ଜନ୍ମ ହୋଇ ବର୍ଣ୍ଣନା କରିବା ପାଇଁ ଶକ୍ତି କାର ନାହିଁ ତେଣୁ ଆହେ ସାଧୁ ସୁଜ୍ଞେ ଶୁଣ ଡେରି ଶ୍ରୁତି କଳି କାଳେ ଏକା ବିଷ୍ଣୁ ନାମ ଯେ ଶକତି ନାମ ଭଜନରେ ସର୍ବ ପାପ ହୁଏ କ୍ଷୟ ପାପ ତାପ ନାଶୀ ଜନେ ଲଭନ୍ତି ଅଭୟ ଅଧମ କ୍ଷେତ୍ର ମୋହନ କହେ ଯୋଡ଼ି କର ଜଗନ୍ନାଥ ଜଗନ୍ନାଥ ଭଜି ଭବୁତର ବ୍ରହ୍ମାଦି ଦେବଗଣଙ୍କ ଦ୍ୱାରା ଦାରୁ ବିଗ୍ରହ ମାନଙ୍କର ପ୍ରତିଷ୍ଠା। ଶୁଣନ୍ତୁ ବିବୁଧ ଜନେ ଅପୂର୍ବ ଚରିତ ଯାହା ଶ୍ରବଣରେ ହୁଏ କଳୁଷ ଦୂରିତ ଯେଉଁ ନାମକୁ ଭଜିଣ ଋଷି ମାରକଣ୍ଡ ପ୍ରଳୟ କାଳେ ବର୍ତ୍ତିବେ ନ ଲଭିଣ ଦଣ୍ଡ ସେହି ପ୍ରଭୁଙ୍କର ଦାରୁ ବିଗ୍ରହ ମୂରତି ପ୍ରତିଷ୍ଠା କଲେ କିପରି ଚତୁର୍ମୁଖପତି
ତାହା ସଂକ୍ଷେପରେ ମୋହି କରୁଛି ଗାୟନ। ଧୀର ଚିତ୍ତେ ସ୍ଥିର ମନେ ଶୁଣ ଦେଇ ମନ। ଦାରୁ ବିଗ୍ରହ ମାନଙ୍କୁ ବନ୍ଦୀ ଭକ୍ତି ଭରେ। ଗମନ କରିଲେ ଧାତାନନ୍ଦ ମନରେ। ଇନ୍ଦ୍ରଦ୍ୟୁମ୍ନ ପ୍ରଦତ୍ତ ଯେଉଁ ପାଦ ପୀଠ। ତା ମଧ୍ୟେ ବିଜୟ କରି ଧାତା ହୋଇ ତୁଷ୍ଟ। ଦିବ୍ୟ ସିଂହାସନେ ଉପବେଶନ ହୋଇଣ। ବିଗ୍ରହ ପ୍ରତିଷ୍ଠା ଲାଗି ବିଚାରିଲେ ପୁଣ। ଯେତେ ଦେବ ଋଷି ନାଗ ଋଷି ବ୍ରହ୍ମ ଋଷି। ଆବର ଯୋଗୀ ବ୍ରାହ୍ମଣ ବୈଷ୍ଣବ ତପସ୍ୱୀ। ଯଥା ଯୋଗ୍ୟ ଆସନରେ ବସିଲେ ସକଳେ। ପୁନଶ୍ଚ ଯେତେ ଭୂପତି ଥିଲେ ଧରା ତଳେ। ସକଳେ ସେଠାରେ ଆସି ହେଲେ ଉପଗତ। ସଭିଙ୍କୁ ଯଥାସନ ଦେଲେ ନରନାଥ। ସ୍ୱସ୍ତିକ ପୌଷ୍ଟିକ କର୍ମ ଅନୁଷ୍ଠାନ ପାଇଁ। ଭରଦ୍ୱାଜଙ୍କୁ ଯେ ବହୁମୂଲ୍ୟ ଦ୍ରବ୍ୟ ଦେଇ। ବରଣ କରିଲେ ଇନ୍ଦ୍ରଦ୍ୟୁମ୍ନ ଦଣ୍ଡଧର। ତାହାପରେ ଯାହା ହେଲା ଶୁଣ ସୁଚିତ୍ତର। ପୁଣି ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ। ଯେତେ ଯେତେ ଦେବା ଦେବୀ ଥିଲେ ତ୍ରିଜଗତେ। କିଏ ବଳି ଭୋଜା କିଏ ହୋମ ଅଧିକାରୀ। ଯେଉଁ ଦେବତା ଅଟନ୍ତି ତୋଷ ଯେଉଁ ପରି। ସେମାନଙ୍କୁ ଯଥା ଯୋଗ୍ୟ ଉପଚାର ଦେଇ। ଆସନ ବା ପାଦାସନ ଦେଲେ ନର ସାଇଁ। ଗନ୍ଧ ପୁଷ୍ପ ମାଲ୍ୟ ଆଉ ଅଳଙ୍କାର ମାନ। ଦେଇ ତୋଷିଲେ ରାଜନ ହୋଇ ତୋଷ ମନ। ଏ ତିନି ଜଗତେ ଯେତେ ଜୀବଗଣ ଥିଲେ। ସଭିଙ୍କୁ ସେଠାକୁ ଆମନ୍ତ୍ରଣ କରିଥିଲେ। ତାହାପରେ ଭରଦ୍ୱାଜ ଋଷିଙ୍କର ଶ୍ରେଷ୍ଠ। ପ୍ରତିଷ୍ଠା କାର୍ଯ୍ୟ କରିଲେ ତହିଁ ତପୋନିଷ୍ଠ। ଜଗନ୍ନାଥଙ୍କର ଦାରୁମୟ କଳେବର। ସମୁନ୍ନତ ସୁଶୋଭିତ ତିନି ପୁରେ ସାର। ତାହାଙ୍କୁ ଯଥା ବିଧାନେ ବେଦ ବିଧାନରେ। ସ୍ନାନ ମାଜଣାଦି କଲେ ଋଷି ବରେ। ପୁଣି ଶ୍ରୀମନ୍ଦିର ଗାତ୍ର ପ୍ରତିଷ୍ଠା କରଇ। ଭଗବାନଙ୍କର ଜୀବ ସଞ୍ଚରିତ ପାଇଁ। ଭରଦ୍ୱାଜ ଋଷି ଧାତାଙ୍କର ସମୀପରେ। ପ୍ରବେଶ ହୋଇ ବୋଇଲେ ଅତି ବିନୟରେ। आहे जगत
ଜଗତରନାଥ ଚତୁର ଆନନ। ବାରେ ମାତ୍ର ଘେନା କର ମନ ନିବେଦନ। ସକଳ କାର୍ଯ୍ୟ ସମ୍ପନ୍ନ କରିଅଛୁ ଆମ୍ଭେ। କେବଳ ପ୍ରାଣ ପ୍ରତିଷ୍ଠା ଆପଣ କରିବେ। ଆପଣଙ୍କ ବିନେ ମହାବିଷ୍ଣୁଙ୍କର ପ୍ରାଣ ପ୍ରତିଷ୍ଠା କରିବା ଶକ୍ତି ନାହିଁ କାର ଜାଣ। ତେଣୁ ନିବେଦନ କରୁ ଆହେ ପିତାମହ। ପ୍ରାଣ ପ୍ରତିଷ୍ଠା କରନ୍ତୁ ଯାଇ ଦେବତ୍ରୟ। ଏହା ଶୁଣି ବେଦବର ଆନନ୍ଦିତ ହେଲେ। ନାରଦ ଆଦି ଦେବର୍ଷି ଗଣ ଯେତେ ଥିଲେ। ତାହାଙ୍କ ସଙ୍ଗରେ ସର୍ବେ କରିଲେ ଗମନ। ବ୍ରାହ୍ମଣ କ୍ଷତ୍ରିୟ ନାଗ ଗଣ ବା ବିଦ୍ୱାନ। ସକଳେ ଧାତାଙ୍କ ସଙ୍ଗେ ଗମନ କରିଲେ। ଦାରୁ ବିଗ୍ରହ ମାନଙ୍କ ସମ୍ମୁଖେ ମିଳିଲେ। ଗନ୍ଧର୍ବ କିନ୍ନର ଯକ୍ଷ ରକ୍ଷ ବିଦ୍ୟାଧର। ଅପସରା ମାନେ ନର୍ତ୍ତନ କଲେ ସେଠାରେ। ଗନ୍ଧର୍ବେ ତାଳ ମର୍ଦ୍ଦଳ ପାଇଲେ ସତରେ। ମଙ୍ଗଳ ସଙ୍ଗୀତ କଲେ ଗାନ ସେଠାବରେ। ଚତୁର୍ବେଦ ବ୍ରାହ୍ମଣ ଯେ ବେଦ ପାଠ କଲେ। ଶଙ୍ଖ ହୁଳହୁଳି ସ୍ୱର ବାଳା ମାନେ ଦେଲେ। ମୃଦଙ୍ଗ କାହାଳି ଫେରି ତୁରି ଶବଦରେ। ତ୍ରିଭୁବନ ଚମକିଲା ଗହ ଗହ ସ୍ୱରେ। ତାପରେ ବ୍ରହ୍ମାଦି ଦେବଗଣ ମାନେ ଯାଇ। ରଥ ସନ୍ନିଧିରେ ମିଳିଲେ କତୋଷ ହୋଇ। ସଂଯତ ଭାବରେ ପୁଣି ଅତି ଭକତିରେ। ପ୍ରଭୁଙ୍କର କଳେବର ଧରିଣ ହସ୍ତରେ। ରଥ ମଧ୍ୟରୁ କରିଣ ଯତ୍ନେ ଆନୟନ। ମନ୍ଦିର ମଧ୍ୟକୁ ନେଲେ ଯତନ କରିଣ। ରତ୍ନ ସିଂହାସନ ପରେ ବିଗ୍ରହ ବସାଇ। ମଙ୍ଗଳାଷ୍ଟକ ଗାଇଲେ ସର୍ବେ ତୋଷ ହୋଇ। ସେହି ଅବସରେ ସ୍ୱର୍ଗୁ ହେଲା ପୁଷ୍ପ ବୃଷ୍ଟି। ଦେଖିଣ ଆନନ୍ଦ ହେଲେ ତହିଁ ପରମେଷ୍ଟି। ବେଦବର ଦେଖି ମନେ ଆନନ୍ଦିତ ହେଲେ। ଚତୁର୍ମୁଖରେ ଯେ ଶ୍ଲୋକ ଆବୃତ୍ତି କରିଲେ। ଦେବର୍ଷି ନାରଦ ସେହି ସମୟରେ ଜାଣ। ବୀଣା ବଜାଇଣ ସ୍ତୁତି କରିଲେ ଗାୟନ। ଚନ୍ଦ୍ର ଆଉ ସୂର୍ଯ୍ୟ ଦୁଇ ଜଗନ୍ନାଥଙ୍କର। ପୃଷ୍ଠ ଦେଶେ ରହି ଛତ୍ର ଢାଙ୍କିଲେ ସତର।
रतन खचित कारुकार्य सुशोभन छत्रद्वय मस्तकरे करिले धारण आबर अमर गणे गंध चंदन रे मंडिले श्री अंग प्रभुंकर जतन रे आउ जेउ माने तही उपस्थित थिले दिव्य चामर सेवारे सकल रहिले एही प्रकारे सर्वे होइन मिलित क्रमे बलभद्र आउ सुभद्रा सहित सुदर्शन कुरथरु घेनिण बहन मंदिर मध्यकु घेनि गले तत्क्षण ताहा परे वेद वर दर्पण बिंबरे सुगंध कर्पूर सुबासित पानी अरे तीर्थ जल पूर्ण द्वारा मंत्र पाठ कले श्री सूक्त पुरुष सूक्त मंत्रादि पढ़िले सेही मंत्र पढ़ी तही अभिषेक करी एहा परे जहा हेला शुण श्रुति डेरी परे दारु विग्रह को गंधमाल्य देई यथा विधि मते वेद मंत्र पढ़ी तही सर्व विग्रह मानंकु सिंहासन परे गोटी गोटी बसाइले नेई जतन रे तदपरे वेद वर प्रार्थना करिण बोइले दया कर हे जगत जीवन दया करी आसन रे हुओ प्रतिष्ठित तुम्भे प्रतिष्ठित हेले होइबु संतुष्ट आपणक आदेश रे चले संसार तेणु विजय करन्तु हे कमलावर पाद पद्म तले आम्भे करुछु विनती आपण प्रतिष्ठा हेले हे जगतपति आम्भे सकले प्रतिष्ठा होइबुटी जान प्रणाम करुछु तब पादे तत्क्षण तापरे जगन्नाथଙ୍କ हृदय कमल स्पर्श करी वेद वर धरी गंगा जल अनुष्टुप मंत्र आदि पठन करिले सहस्र संख्यक मंत्र तहि जप कले स्वयं वेद वर एहि कार्य संपादिले जगन्नाथଙ୍କ विग्रह प्रतिष्ठा करिले वैशाख पुष्य संयुक्त शुक्ल अष्टमी रे आबर जे बृहस्पति बार रे सतरे जगन्नाथ बलभद्र सुभद्रा सहिते
ସୁଦର୍ଶନଙ୍କ ପ୍ରତିଷ୍ଠା ହୋଇଲା ମରତେ। ତେଣୁ ଏହି ଦିବସଟି ଅତି ପୁଣ୍ୟ ଜାଣ। ସ୍ୱୟଂ ଜଗତ କରତା ଲଭିଥିଲେ ପ୍ରାଣ। ଏହି ଦିବସରେ ଯେହୁ ଉପବାସ କରେ, ସକଳ ପାତକ ତାର ଅଙ୍ଗୁରି ଯାଏ। ପ୍ରତିବର୍ଷ ଏ ତିଥିରେ କଲେ ସ୍ନାନ ଦାନ, ଆବର କରିଲେ ହୋମ କାର୍ଯ୍ୟ ସମ୍ପାଦନ। ଅକ୍ଷୟ ଫଳ ପ୍ରାପତ ଲାଭ କରେ ନର, ପୁଣି ଯେ ଦର୍ଶନ କରେ ଶ୍ରୀରଙ୍ଗାପୟର। ତାହାର ସୁପୁଣ୍ୟ ମୁଖେ ବରଣୀ ନ ହୁଏ, ସେ ଜନ ବୈକୁଣ୍ଠପୁରେ ଯାଇ ସ୍ଥାନ ପାଏ। ଯେଉଁ ବର୍ଷ ବୈଶାଖରେ ଶୁକ୍ଲାଷ୍ଟମୀ ତିଥି, ପୁଷ୍ୟା ନକ୍ଷତ୍ର ପଡ଼ଇବାରେ ବୃହସ୍ପତି, ସେଦିନ ଭଗବାନଙ୍କୁ କରିଲେ ଦର୍ଶନ। ଅକ୍ଷୟ ପୁଣ୍ୟ ସେ ଜନ କରଇ ଅର୍ଜନ, କୋଟି ଜନ୍ମାର୍ଜିତ ପାପ ତାର ଧ୍ୱଂସ ହୁଏ। ବୈକୁଣ୍ଠପୁରରେ ସେହି ଜନ ସ୍ଥାନ ପାଏ। ହେମନ୍ତ ଦିନରେ ପ୍ରଭୁ ଜଗତ ଜୀବନ, ବଡ଼ ଦେଉଳରେ ହୋଇଥିଲେ ବିଦ୍ୟମାନ। ସ୍ୱର୍ଗପୁରରୁ ଆସି ସ୍ୱୟଂ ବେଦବର, ପ୍ରତିଷ୍ଠା କରିନଥିଲେ ବିଗ୍ରହ ସେଠାର। ସ୍ମରଣୀୟ ଦିବସଟି ଅଟେ ସେହି ଜାଣ, କେଉଁ କାଳରୁ ଏ ଗାଥା ହୋଇଛି ବିଆଣ। ଆଜି ପର୍ଯ୍ୟନ୍ତେ ଜାଣ କଥା ଅଛି ରହି, ମାଦଳା ପାଞ୍ଜିରେ ଏହା ଅଛି ଲେଖା ହୋଇ। ସରଗ ମର୍ତ୍ତ୍ୟ ପାତାଳ ଆଦି ତିନି ପୁରେ, ଶ୍ରୀନୀଳକନ୍ଧର ପରି ନାହିଁ କେ ମହିରେ। ଜଗନ୍ନାଥ ବିଗ୍ରହକୁ କରିଲେ ଦର୍ଶନ, ସକଳ ପାତକ ଅଙ୍ଗୁରି ଦହନ। ସେ 12 ବିଗ୍ରହ ମଧ୍ୟେ ବ୍ରହ୍ମ ଅଛି ରହି, 56 କୋଟି ଭୋଗ ସେ ଭୁଞ୍ଜୁଛନ୍ତି ରହି। ତେଣୁ ସକଳ ଜନେ ମୁଁ କରେ ନିବେଦନ, ଶ୍ରୀ ଜଗନ୍ନାଥଙ୍କ ନାମ କରନ୍ତୁ ଗାୟନ। ଏହି ଭବ ସିନ୍ଧୁ ପାର ହେବା ପାଇଁ ସେହି ଏକମାତ୍ର ନାମ ନାବ ଶୁଣ ମନ ଦେଇ। ମୁହିଁ ଦିନ କିଞ୍ଚନ ନ ଜାଣଇ କିଛି, ଯୋଗମାୟାଙ୍କ ଦୟାରୁ କଲମ ଧରିଛି। ସାଧୁ ସୁଜ୍ଞ ଜନ ପାଦେ କର ନମସ୍କାର, ଶ୍ରୀ ଜଗନ୍ନାଥଙ୍କ ନାମ ଭଜ ହୃଦୟର। ସର୍ବ ପାପ ତାପ ନାଶୀ ଅମର ମଣ୍ଡଳେ,
ବସିବ କ୍ଷେତ୍ର ମୋହନ ନିରନ୍ତରେ ଭାଳେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପାହି ମାଁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରକ୍ଷ ମାଁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପାହି ମାଁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରକ୍ଷ ମାଁ। ଜୟ ଗୁରୁଦେବ ଜୟ ଗୁରୁଦେବ ତ୍ରାହି ମାଁ। ଜୟ ଗୁରୁଦେବ ରକ୍ଷ ମାଁ। ଜୟ ରାମଦାସ ପାହି ମାଁ। ଜୟ ରାମଦାସ ରକ୍ଷ ମାଁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପାହି ମାଁ। ଜୟ ଜଗନ୍ନାଥ ରକ୍ଷ ମାଁ। ଜୟ ଜୟ ଲକ୍ଷ୍ମୀକାନ୍ତ ହେ ଜୟ ଶ୍ରୀ ଜଗନ୍ନାଥ। ଯାର ପାଦେ କୋଟି ବ୍ରହ୍ମାଣ୍ଡ ଧ୍ୟାନ କରେ ଅଚ୍ୟୁତ। ଗଙ୍ଗା ଦେବୀ ଯାର ଚରଣୁ ହୋଇଛନ୍ତି ବାହାର। କେଉଁ ଜଳ ଆଣି ଧୋଇବି ପାଦ ଚରଣ ତୋର। ଗରୁଡ଼ ଯାହାର ବାହନ କିସ ଦେବୀ ଆସନ। ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବୀ ଧନ। ସରସ୍ୱତୀ ଯାର ଛାମୁରେ ବୀଣା ଯନ୍ତ୍ର ବଜାନ୍ତି। କେଉଁ ମନ୍ତ୍ର ପଢ଼ିବ ନାଥ ତୋତେ କରିବି ସ୍ତୁତି। କୌସ୍ତୁଭ ମଣି ଯାହାର କଣ୍ଠ ତଟର ହାର। କେଉଁ ମାଳା ଦେଇ ପୂଜିବି ଆହେ ନୀଳାଦ୍ରି ବର। ବରୁଣ ଯାହାର ଶ୍ୱଶୁର ଛତ୍ର କେତେ ମାତର। କନକ ଦଣ୍ଡ ଧରିଥାନ୍ତି ପ୍ରଭୁ ତୁମ୍ଭ ଛାମୁର। କୁବେର ଅଟଇ ଯାହାର ଭଣ୍ଡାର ରକ୍ଷାପାଳ। ପ୍ରଭୁ ହୋଇ ତୁମେ ଭୃତ୍ୟର ଦ୍ୱାରେ ଭିକ୍ଷା ମାଗିଲ। ଯେଉଁ ପାଦ ଲାଗି ଅହଲ୍ୟା ପାଷାଣରୁ ତରିଲା। ଯେଉଁ ପାଦ ଲାଗି ଭୂଷଣ୍ଡ କଳ୍ପବଟେ ବସିଲା। ଯେଉଁ ପାଦ ଲାଗି ବଳି ଯେ ପାତାଳରେ ରହିଲା। ଯେଉଁ ପାଦ ଲାଗି ମାର୍କଣ୍ଡ 7 କଳ୍ପ ବଞ୍ଚିଲା। ଯେଉଁ ପାଦ ପଦ୍ମ ଧ୍ୟାଇଣ ଅଗସ୍ତ୍ୟ ମହାରୁଷି। ଗଣ୍ଡୁଷ ମାତ୍ରକେ ଶପଥ ସିନ୍ଧୁଥିଲେ ଟିଶୋଷି। ଯେଉଁ ପାଦ ପଦ୍ମ କୈବର୍ତ୍ତ ହେଳେ ଧୋଇ ତୋଷିଲା। ଯେ ପାଦ ଧ୍ୟାଇ ବିଭୀଷଣ ଲଙ୍କେ ନୃପତି ହେଲା। ଯେଉଁ ପାଦ ପଦ୍ମ ଧ୍ୟାଇଣ କଶ୍ୟପଙ୍କ କୁମର 60 ସହସ୍ର ବାଲ୍ୟଖିଲ୍ୟଙ୍କୁ କରିଥିଲେ ଉଦ୍ଧାର। ଯେଉଁ ପାଦକୁ ପ୍ରହ୍ଲାଦ ହେଳେ ଆଶ୍ରୟ କଲା। ଦେବ ସଭା ମଧ୍ୟେ ସେ ଇନ୍ଦ୍ର ପଦେ ଯାଇ ବସିଲା। ଉତ୍ତାନ ପାଦ ରାଜାଙ୍କର ଧ୍ରୁବ କୁମର ଯାନ। ପାଦ ପଦ୍ମ ଧ୍ୟାଇ ବସିଲା ଶିଶୁମାର ତ୍ରିଜେଣ। ଏହି ପାଦ ଲାଗି ସେ ମୋରାସୁର ପ୍ରାଣରେ ମଲା। ଯେ ପାଦ ପଦ୍ମ
ପଦ୍ମକୁ ବ୍ରହ୍ମା ଯେ ବନ୍ଦିଣ ନ ପାରିଲା। ପାଦର ମହିମା ଗୋବିନ୍ଦ କିସ ବର୍ଣ୍ଣିବି ତୋର, ସେହି ପାଦ ଧ୍ୟାଇ ଭଣିଲେ ଅଚ୍ୟୁତ ଯେ ପାମର। ସେହି ପାଦ ଧ୍ୟାଇ ଭଣିଲେ ଅଚ୍ୟୁତ ଯେ ପାମର।